ମିଶନଟା ସକ୍ସେସ୍ ହେଇଯାଇଛି ତ ସେଇଥିପାଇଁ କି ଏଇଟା ହେଉଛି ତାଙ୍କ ଯେଉଁ ଖୁସି ଯେ ଭାଇଙ୍କ ଯେଉଁ ପାଦ ଧରିକି ବସିକି ସେଠି ଜୁହାର ହେଉଥିଲେ। ହ୍ୟାଲୋ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ। ଆଉ ଜଣଙ୍କୁ ଦେଖନ୍ତୁ ମୋ ପଛରେ ଛିଡ଼ା ହେଇକି କେମିତିଆ ଖୁସି ହେଉଛନ୍ତି। ଆକ୍ଚୁଆଲି କଥାଟା ହେଲା ଏଇ, ଆମେ ଯେଉଁ ଦିଅର ବାହାଘରକୁ ଯାଇଥିଲୁ ତାଙ୍କର ବାହାଘର ସରିଗଲା, ତାପରେ 2-3 ଦିନ ରହିଲୁ, ରିସେପସନ୍ ସରିଗଲା। ତାପରେ ମାନେ ବୁଧବାର ରିସେପସନ୍ ଥିଲା, ଗୁରୁବାର ଦିନ ଉପରଓଳି ଆମେ ଜନଶତାବ୍ଦୀ ଟିକେଟ୍ କରିଦେଇଥିଲୁ, ଉପରଓଳି ପଳେଇ ଆସିବୁ। ତ ଆମେ ଆମର ରେଡ଼ି ହେଇକି ବାହାରିକି ଏଇଠି ବସିଛୁ। ଆମେ ଉପର ଫ୍ଲୋରରେ ଥିଲୁ, ବ୍ୟାଗ୍ ପତ୍ର ଧରିକି ବି ତଳ ଫ୍ଲୋରକୁ ପଳେଇ ଆସିଥିଲେ, କିନ୍ତୁ ଟ୍ରେନ୍ଟା ଘଣ୍ଟାଟେ ପାଖାପାଖି ସେଦିନ ଲେଟ୍ ଥିଲା। ସେଇଥିପାଇଁ କି ଆମେ କହିଲେ ଟିକେ ବସିବା, ମାଉସୀଙ୍କ ଘରୁ ତ ଟ୍ରେନ୍ ମାନେ ଷ୍ଟେସନକୁ 15-20 ମିନିଟ୍ ଟାଇମ୍ ଲାଗେ, ତ ପାଖାପାଖି ହେଲେ ଟାଇମ୍ ହେଲେ ଯିବା। ତା ଭିତରେ ମୋର ଏ ଦିଅର ଆଉ ମୋର ନୂଆ ଯା ସବୁ ମିଶି ମାସିକି ଆମକୁ ଅଟକେଇ ଦେଲେ, ନା ଆଜି ଯାଇତେ ଦିଆହେବନି, ଏକ ତ ଗୁରୁବାର, ତାପରେ ମାଉସୀ ଆଉ ମା ସମସ୍ତେ ମିଶିକି ତାଙ୍କର ଗୋଟେ ବାହାରିଲା ଆଜି ହେଉଛି 6 ଦିନ, ତ 6 ଦିନରେ ଯାଆନ୍ତିନି। ଏଇଆ କରିକି ସବୁ ବ୍ୟାଗ୍ ପତ୍ର ଲୁଚେଇକି ଲାଷ୍ଟରେ ଏତେ ସବୁ ମାନେ ଏତେ ଭଲ ପାଇବାରେ ଅଟକେଇଲେ ଯେ ଆମେ ଆଉ ଆସି ବି ପାରିଲୁନି, ସେ ଟିକଟ ଗଲା। ସେଇଥିପାଇଁ କି ଯେତେବେଳେ ପୁରା ଫାଇନାଲ କ୍ୟାନସେଲ୍ ହେଇଗଲା, ଆମେ ମୁହଁରେ କହିଦେଲୁ ନା ଆମେ ଯିବାନି, ଆଜି କାଲି ଯିବା। ତାପରେ ଖୁସିରେ ଦିଅର ତାଙ୍କ ଭାଇଙ୍କର ପାଦ ଧରିକି ଜୁହାର ହେଉଥିଲେ, ଆଉ ସମସ୍ତେ ଟିକେ ଖୁସି ବି ହେଇଗଲେ। ଆଉ ଆକ୍ଚୁଆଲି ଘରଟା ପୁରା ଫାଙ୍କା ହେଇଯାଇଥାନ୍ତା, ମୋ ପୁଅ ପଳେଇ ଆସିଲେ ଘର ଖାଲି ଖାଲି ଲାଗିଥାନ୍ତା, ସେଇଥିପାଇଁ କି। ତାପରେ ଦ୍ୱିପହରେ ଦିଅରଙ୍କର ଯେଉଁ ରିସେପସନରେ ସବୁ ଟଙ୍କା ପଇସା ଯାହା ଉଠିଥିଲା ସେଗୁଡ଼ା ଗଣା ସରିଥିଲା। ଟଙ୍କା ପଇସା ରିଭିଲ୍ କରିବାର ନାହିଁ, ତାର ଜମା ମୁଁ ଭିଡ଼ିଓ ବି କରିନଥିଲି। ଆଉ ସନ୍ଧ୍ୟାବେଳେ ବସିକି କ'ଣ କରିବା, ଗିଫ୍ଟ ଗୁଡ଼ାକ ଖୋଲିବାର ଥିଲା, ତ ସେଇ କାମଟା ସାରିଦେଲୁ। ଗିଫ୍ଟ ଖୋଲା କାମଟା ମୋ ପୁଅ ଆଉ ଜଣେ ମୋର ପୁତୁରା ଛୁଆ ଥିଲେ, ସେମାନେ 2 ଜଣ କେତେବେଳଠୁ କହୁଥିଲେ ଗିଫ୍ଟ କେତେବେଳେ ଖୋଲା ହେବ, ଗିଫ୍ଟ କେତେବେଳେ ଖୋଲା ହେବ। ଆମକୁ ତ ଗିଫ୍ଟ ଦେଖିକି ବହୁତ ସୁନ୍ଦର ଲାଗୁଥିଲା, ଗିଫ୍ଟ ଦେଖିବାରେ ବ୍ୟସ୍ତ ଥିଲେ, କିନ୍ତୁ ସେମାନେ 2 ଜଣ ପ୍ୟାକିଂ ରାପର ଗୁଡ଼ାକ ସେଇଗୁଡ଼ା ଗୋଟେଇବାରେ ବ୍ୟସ୍ତ ଥିଲେ। ଯାହା ସନ୍ଧ୍ୟାବେଳଟା ଏଇ ଗିଫ୍ଟ ଖୋଲାଖୋଲିରେ ଟାଇମ୍ ଚାଲିଗଲା। ଆଉ ଗିଫ୍ଟ ଗୁଡ଼ାକ ବହୁତ ସୁନ୍ଦର ହେଇଥିଲା, ସବୁ ଠାକୁରଙ୍କର ଫଟୋ ଗୁଡ଼ାକ ବଢ଼ିଆ ହେଇଥିଲା, ମାନେ କେଉଁଟା ବି କେଉଁଟାକୁ କମ୍ ନୁହଁ, ସବୁଗୁଡ଼ା ବହୁତ ସୁନ୍ଦର ହେଇଥିଲା। ତ ଯାହା ହଉ, ପୁଣି କାଲିକି ଆମର ଉପରଓଳି ଟିକେଟ୍ ହେଇଛି, ସକାଳେ ଟିକେଟ୍ ମିଳିଲାନି। ପୁଣି ଯିବୁ କାଲିକି, ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଆଉ ସେତେ ପର୍ଯ୍ୟନ୍ତ ବାଇ ବାଇ, ଟେକ୍ କେୟାର।